ମୁଁ ଉପେନ୍ଦ୍ର ବିଶ୍ୱାଳ ଶିଶୁ ମଙ୍ଗଳ କମିଟିର ସଦସ୍ୟ ପୁରୀ। ଆମର ପ୍ରତିବର୍ଷ ଭଳି ମହାପ୍ରଭୁଙ୍କ ରଥଯାତ୍ରାରେ ଯେଉଁ ପରିବାର ସହିତ ଶିଶୁମାନେ ଆସନ୍ତି, ଯଦି ସେମାନେ ହଜିଯାଆନ୍ତି ତାହେଲେ ଆମର 14 ଗୋଟି ଷ୍ଟଲ୍ ସୂଚନା କେନ୍ଦ୍ର ଖୋଲାଯାଇଅଛି। ତା ଦେହରେ ଆମର OCPCR ଭଲେଣ୍ଟିୟର ନିଯୁକ୍ତି କରାଯାଇଅଛି ଏବଂ ଚାଇଲ୍ଡ ହେଲ୍ପଲାଇନ୍ର ଭଲେଣ୍ଟିୟର ନିଯୁକ୍ତି କରାଯାଇଅଛି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଏହାକୁ ପରିଚାଳିତ କରିଥାଏ। ଏବଂ ଯେଉଁ ପିଲାମାନେ ତା ପରିବାର ସହିତ ଆସିକରି ସେମାନେ ହଜିଯାଇଥାନ୍ତି, ଆମର ହଜିବା ଖୋଜିବାରେ ଏସବୁ ବିଭାଗମାନେ ସହଯୋଗ କରନ୍ତି ଏବଂ ସେମାନଙ୍କର ସନ୍ଧାନ ମିଳିବା ପରେ ସେମାନେ ତାଙ୍କର ଫର୍ମ ଫିଲ୍ଅପ୍ କରିକି ଶିଶୁ ମଙ୍ଗଳ କମିଟିରେ ଶିଶୁଟିକୁ ହାଜର କରିଥାନ୍ତି। ତାଙ୍କ ପରିବାରର ଉପଯୁକ୍ତ ବ୍ୟକ୍ତିକୁ ଚିହ୍ନଟ କରାଯାଏ, ତାଙ୍କର ଡକୁମେଣ୍ଟ ଭେରିଫିକେସନ୍ କରାଯାଇ ଶିଶୁମାନଙ୍କୁ ହସ୍ତାନ୍ତର କରାଯାଇଥାଏ। ପ୍ରାୟ 14ଟା ଷ୍ଟଲ୍ ଆମର ବଡ଼ଦାଣ୍ଡଠୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏବଂ ସି ବିଚ୍ ଠୁ ଧରିକିରି ପଲିଶ୍ରୀ ମେଳା ପର୍ଯ୍ୟନ୍ତ 14 ଗୋଟି ଷ୍ଟଲ୍ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଅଧିକାରୀଙ୍କ ଦ୍ୱାରା କରାଯାଇଅଛି। ତା ଦେହରେ OCPCR ଭଲେଣ୍ଟିୟର ନିୟୋଜିତ କରାଯାଇଅଛି ଏବଂ ପ୍ରତିବର୍ଷ ରଥଯାତ୍ରା 200, 250, 300 ଶିଶୁମାନେ ହଜିଥାନ୍ତି ଏବଂ ସଫଳ ଭାବରେ ଶିଶୁ ସୁରକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ଶିଶୁ ମଙ୍ଗଳ କମିଟିର ତ୍ୱରିତ ହସ୍ତକ୍ଷେପ ଫଳରେ ଶିଶୁମାନଙ୍କୁ ବହୁ ଶିଶୁ କାଲି ହଜିଛନ୍ତି। ଏ ସମସ୍ତଙ୍କୁ ଉଦ୍ଧାର କରାଯାଇକି ତାଙ୍କର ପିତାମାତାମାନଙ୍କୁ ପ୍ରାୟ କାଲିଠୁ ଆଜି ପର୍ଯ୍ୟନ୍ତ 40ରୁ 45 ଶିଶୁ ହଜିଛନ୍ତି। ସେମାନଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଅଛି ଏବଂ ଆଉ କିଛି ଶିଶୁ ମଧ୍ୟ ଶିଶୁ ମଙ୍ଗଳ କମିଟିଙ୍କର ନିର୍ଦ୍ଦେଶ କ୍ରମେ ଉତ୍କଳ ବାଳାଶ୍ରମ ଆମର ତାଲିମ ଦିଆଯାଇଅଛି ସବୁ ଭଲେଣ୍ଟିୟରମାନଙ୍କୁ। ସେମାନେ ସାର୍ଟିଫାଇଡ୍ ଭଲେଣ୍ଟିୟର ଅଫ୍ CWC ଆଣ୍ଡ DCPU ୟୁନିସେଫ୍ ମଧ୍ୟ ସହାୟତା ପ୍ରଦାନ କରୁଛି। ତ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗୋଟେ ଶିଶୁ ହଜିଲେ ରିପୋର୍ଟିଂ ହେବ, ତାପରେ ପରେ ଆମର ସବୁ ଯେଉଁ ଷ୍ଟେକ୍ ହୋଲ୍ଡର ଅଛନ୍ତି ସେମାନଙ୍କୁ ସୂଚନା ଦିଆଯିବ। 1098 ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର 1098କୁ ତୁରନ୍ତ ଜଣାଇ ଦିଆଯିବ ଏବଂ ତା'ର ମିସିଂ ରିପୋର୍ଟିଂ କରାଯାଇକରି ତାକୁ ଖୋଜିକିରି ବା ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି ଆମର ଷ୍ଟେକ୍ ହୋଲ୍ଡର ହିସାବରେ, ଆଉ ଚାଇଲ୍ଡ ହେଲ୍ପଲାଇନ୍ର ଭଲେଣ୍ଟିୟର ମାନେ ଅଛନ୍ତି। ସମସ୍ତେ ଖୋଜିକିରି ଶିଶୁଟିକୁ ଶିଶୁ ମଙ୍ଗଳ କମିଟିଙ୍କ ପାଖରେ ହାଜର କରାଇଥାନ୍ତି। ଶିଶୁକୁ ରେସ୍କ୍ୟୁ କଲା ପରେ ଶିଶୁ କିଛି ବ୍ୟବସ୍ଥା କରାଯାଇଛି କି ଯେମିତିକି ତାଙ୍କର ଖାଇବା ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକଟି ଯେଉଁ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟ୍ ଅଛି ଆମର ପୁରୀରେ, ସେମାନେ ସେଇ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟ୍ରେ ତାକୁ ତୁରନ୍ତ ଥଇଥାନ କରାଯାଇଥାଏ। ତା ଭିତରେ ସେମାନଙ୍କ ରହିବା ଖାଇବା ସମସ୍ତ ବ୍ୟବସ୍ଥା ସରକାର କରିଥାନ୍ତି।